ଆରେ ଆରମ୍ଭ ହୋଇଗଲା ପ୍ରେମ ସପ୍ତାହ। କଟକ ବାଲିଯାତ୍ରା ପରେ ସବୁଠାରୁ ଅଧିକ ଲମ୍ବା ପାଳିତ ହେଉଥିବା ଏକ ଆନ୍ତର୍ଜାତିକ ପ୍ରେମର ପର୍ବ। 7 ଫେବୃଆରୀ ରୋଜ୍ ଡେ, 8 ଫେବୃଆରୀ ପ୍ରପୋଜ ଡେ, 9 ଫେବୃଆରୀ ଚକୋଲେଟ୍ ଡେ, 10 ଫେବୃଆରୀ ଟେଡି ଡେ, 11 ଫେବୃଆରୀ ପ୍ରମିସ୍ ଡେ, 12 ଫେବୃଆରୀ କିସ୍ ଡେ, 13 ଫେବୃଆରୀ ହକ୍ ଡେ, 14 ଫେବୃଆରୀ ଭାଲେଣ୍ଟାଇନ୍ ଡେ। यापर प्रेमिक मानकर पर्सर अवस्था देखंतु। ଯେଉଁମାନଙ୍କ गर्लफ्रेंड ନାହାନ୍ତି ତାଙ୍କ ଅବସ୍ଥା ଏମିତି। ବିବାହିତଙ୍କ ପାଇଁ ସେ ଘିସାପିଟା ଅବସ୍ଥା। ଏହି ପର୍ବରେ ବଜରଙ୍ଗ ଦଳ କର୍ମୀଙ୍କର ମଧ୍ୟ କିଛି ଭୂମିକା ରହିଛି। ସେଇଥିପାଇଁ ସରକାରକୁ ଅନୁରୋଧ ଯେ ଯେମିତି ବାତ୍ୟା ବନ୍ୟା ଆଶ୍ରୟସ୍ଥଳ ହୋଇଛି ସେମିତି ପ୍ରେମୀ ଯୁଗଳଙ୍କ ପାଇଁ ମଧ୍ୟ ଆଶ୍ରୟସ୍ଥଳ ହୋଇଯାଉ, ଯେଉଁଠାରେ ତାଙ୍କର ଆବଶ୍ୟକ ଅନୁସାରେ ଜିନିଷ ଉପଲବ୍ଧ ହୋଇପାରିବ। ନା ଏଥିରେ ଗୋଟେ ସୁବିଧା ହେବ, ପାର୍କମାନଙ୍କରେ ଅସୁବିଧା ଭୋଗୁଥିବା ପ୍ରେମୀ ଯୁଗଳମାନେ ସେମାନେ ସେଠାରେ ନିରାପଦରେ ତାଙ୍କର କାର୍ଯ୍ୟକ୍ରମ କରିପାରିବେ, ଯେଉଁଠାରେ ସେଠାରେ ବ୍ୟବସାୟ କରୁଥିବା କିଛି ଲୋକ ମଧ୍ୟ ଉପକୃତ ହୋଇପାରିବେ। जिस राह पे तुम चल रहे हो बेटा, एक दिन पूरी तरह फंसोगे। उस दिन मुझे याद करना।